ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ ନାୟକ। ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦଳରେ ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। 2009ରେ ପ୍ରଥମ ଥର ତେଲକୋଇରୁ ବିଧାୟକ ହୋଇଥିଲେ। 2019ରେ ପୁଣି ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ବିଧାୟକ ହେବା ପରେ ମନ୍ତ୍ରୀ ପଦ ମିଳିଥିଲା। 2022ରେ ମନ୍ତ୍ରିମଣ୍ଡଳ ଅଦଳ ବଦଳରେ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଥିଲେ। ଏନେଇ ତେଲକୋଇର ସ୍ଥିତି କଣ ରହିଛି, ଅଧିକ ସୂଚନା ଦେବା ପାଇଁ ଆମ ସହ ଫୋନ୍ ଲାଇନରେ ଯୋଡ଼ି ହୋଇଛନ୍ତି ଆମ କେନ୍ଦୁଝର ପ୍ରତିନିଧି ଆନନ୍ଦ ଖଣ୍ଡେଇ। ଆନନ୍ଦ, ରାଜନୀତିରେ ଏବେ ସରଗରମ ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦଙ୍କର ପଦରୁ ଇସ୍ତଫା ଦେବା ଘଟଣା କେଉଁ ମୋଡ଼ ନେଉଛି? ନିଶ୍ଚିତ ଭାବେ ଦେଖନ୍ତୁ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ଯଦି ଆପଣ ଦେଖିବେ, ଅକ୍ଟୋବର 12, 2023 ମସିହାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବା ବିଜୁ ଜନତା ଦଳର ସଭାପତିଙ୍କୁ ଇସ୍ତଫା ଦେଇଛନ୍ତି। କିନ୍ତୁ ତାହା ଆଜି ଗଣମାଧ୍ୟମରେ ବା ସାଧାରଣରେ ପ୍ରକାଶ ପାଇଲା ବା ଦେଖିବାକୁ ମିଳିଲା। ତାକୁ ନେଇ ଏବେ କେନ୍ଦୁଝର ବା ତେଲକୋଇ ରାଜନୀତି ସରଗରମ ହେଇଛି। କୁହାଯାଉଛି 2009ରେ ପ୍ରଥମ ଥର ପାଇଁ ପ୍ରେମାନନ୍ଦ ନାୟକ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ ଏବଂ 2014ରେ ତାଙ୍କୁ ଆଉ ପ୍ରାର୍ଥୀ ନ କରାଯାଇ ବେଦବ୍ୟାସ ନାୟକଙ୍କୁ ପ୍ରାର୍ଥୀ କରାଯାଇ ସିଏ ମଧ୍ୟ ବିଜୁ ଜନତା ଦଳ ପାଇଁ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ 2019ରେ ଆଉ ଥରେ ପ୍ରେମାନନ୍ଦ ନାୟକଙ୍କୁ ବିଜୁ ଜନତା ଦଳ ଭରସା କରିଥିଲା ଏବଂ ପ୍ରାର୍ଥୀ କରିଥିଲା। ଜିତିବା ପରେ ପ୍ରେମାନନ୍ଦ ନାୟକ 2019 ପରେ ତାଙ୍କୁ ମନ୍ତ୍ରୀ ପଦ ମଧ୍ୟ ଦିଆଯାଇଥିଲା। କିନ୍ତୁ କିଛି ମାସ ପୂର୍ବେ କୌଣସି ଏକ କାର୍ଯ୍ୟକୁ ନେଇକି ବ୍ଲକ କାର୍ଯ୍ୟାଳୟରେ ତାଙ୍କର ବିଡିଓଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ତାହା ନେଇ ସେ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସେ ବାବଦରେ ଅବଗତ କରିଥିଲେ। ସେହିଦିନ ଠାରୁ ବିଜୁ ଜନତା ଦଳ ସହିତ ପ୍ରେମାନନ୍ଦ ନାୟକଙ୍କର ତୁ ମେ ରହି ଚାଲିଥିଲା ସବୁବେଳେ ଏବଂ ଇଏ ଅସନ୍ତୁଷ୍ଟ ଥିଲେ ଯେ ପ୍ରେମାନନ୍ଦ ନାୟକ। ସେ ସେବେଠୁ ଏହି ଇସ୍ତଫା ପତ୍ର ବିଜୁ ଜନତା ଦଳର ସଭାପତିଙ୍କୁ ପଠାଇଥିଲେ, ଯାହା ଆଜି ସମସ୍ତଙ୍କ ଲୋକଲୋଚନକୁ ଆସିଛି। ଆନନ୍ଦ, କଣ ରହିଛି ଯେତେବେଳେ ବିଧାୟକ ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇ ସାରିଛନ୍ତି, ବିଜେଡି ଛାଡି ସାରିଛନ୍ତି, ବିଜେଡିର ରାଜନୀତି ଏବେ କେଉଁ ମୋଡ଼ ନେବ ତେଲକୋଇରେ? ତେଲକୋଇରେ ଏବେ ତ ବହୁ ପୂର୍ବରୁ ଯିଏ 2019ରେ ପ୍ରେମାନନ୍ଦ ନାୟକ ଯାହାକୁ ହରାଇଥିଲେ ସେ ଏବେ ବିଜୁ ଜନତା ଦଳରେ ଅଛନ୍ତି ଧନଞ୍ଜୟ ସିଧୁ। ତାଙ୍କ ପଥ ପରିଷ୍କାର କରିବାକୁ ଯାଇ ଏଇ ପ୍ରେମାନନ୍ଦ ନାୟକଙ୍କ କଥା ଜିଲ୍ଲା ସ୍ତରରେ ପ୍ରଶାସନିକ ଅଧିକାରୀ ହଉ ବା ରାଜ୍ୟ ସ୍ତରରେ ତାଙ୍କ ରାଜନୈତିକ ଦଳ ହଉ କୌଣସି ପ୍ରକାର କର୍ଣ୍ଣପାତ କରିନଥିଲେ, ଯାହାଫଳରେ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ ବୋଲି କୁହାଯାଉଛି ସାଧାରଣରେ।